हे मोर पाला प्रेमी ज्ञानी महोदय आपण माने शुणुचंती भारत वर्षर पुराणर महान गाथा को कश्यप ऋषि आश्रम छाड़िबा पूर्वर बाहर कले दुईटी अंडा डाकिले बिनो ये अंडा दुईटी तुमर गर्भ संभूत तुम्हें जन्म दे मूर्छिता मु पानी सिंची तुम चेता फेरई थी आज पर्यंत साइती रखी तुम हाथ को मु दौची ये रख यही डिंब दुईटी যত্ন সহকারে সাইতি রখ রখ দেখ মা মানে মো স্বামী কেমিতি অন্ডা দউছন্তি স্বামী অন্ডা দউনা স্বামী অন্ডা দউছন্তি না তুমি অন্ডা দেইছিল মু দেইছলি মু সাইতি রখিছিলি তুমি রখিতল তম হাতକୁ দউছি আজি রখ এই ডিম্ব দুইটি তুম জরায়ু জাত দুর্লভ রতন হেব প্রাপত বিনো তুমি কোন কান পাখরে হলৌছ মু হলাইকি দেখুছি ভালো আছে না কাঞ্জিয়া হেলানি এইথিপাই তুমি পিলা পাউনা তোর বিশ্বাস কমি যাଉଛି তুমি শুণ 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 গরম পড়িছি শুণ শুণ মতে ডর মারুছি নাই আস ডর নাই আস মু হাতକୁ ধরিছলা কোন নাই কোন হেইଯିବ শুণ তুমি অধীরা নহিব কিঞ্চিত শুভ লগ্ন যাবত সাক্ষাৎ ব্রহ্মণ্য দেবতা ছন্তে কই জগত ছন্তে কই জগত হে মোর পালা প্রেমী জ্ঞানী মহোদয় কশ্যপ ঋষি কহিদেলে বিনতাকু ধৈর্য রখিবা পাই সাহস রখিবা পাই ये जो संतान छा बाहरिबे से हेबे विश्वर बरणीय विश्वर स्मरणीय से हेबे विश्वर अभिनंदनीय आदि कही कही तपस जे करिले गमन जीवन धन मोर धन जीवन पहुँचिले हिमालय सन्निधान मोर जीवन धन मोर धन जीवन बरफ भितर बसी तप आचरिले जीवन धन मोर धन जीवन मालो भौणी मोर शुणुथिब भले जीवन धन मोर धन जीवन दुईटी अंडा बिनता हाथ को बढ़ई देई धैर्य रखिया पे कही महातपा कश्यप चली गली सुदूर हिमालय को माँ हिमालय पर्वत तपस्या आरंभ कले एने शुणिबे विदुष जन धन जहाँ जहाँ न्याय मान धन आश्रमर एबे कथा धन घूरीब मथा धन कश्यपंक आश्रम विश्वर गोटा अनबद्य आश्रम एमिति आश्रम आ द्वितीय नहीं कौन से आश्रम से ठीक आप अद्भुत दृश्य देखिए कवि सम्राट भंजक भाषा ये बायस कौशिक मेल बसी अछंती एक डाल बची अछंती एक डाल बची अछंती एक डाल वैदेश विलास कवि सम्राट भंज लिखुंट जो डाल बसी कुआ से डाल बसी बायस कौशिक कौशिक कहले माँ पेचा पेचार कुआर पड़े ना कुआ बाहर दिन पेचा बाहर राति किंतु कश्यप को आश्रम रे बायस कौशिक मेल बसी अछंती एक ब्याल फणा को जो साप से मयूर
ବ୍ୟଙ୍ଗ ଏଇ କହୁଛି ମୁଁ କଣ କହୁଛି ଶୁଭୁନି ବେଙ୍ଗ ବାୟସ କୌଶିକ ମେଳ ବସି ଅଛନ୍ତି ଏକ ଡାଳ ଡାଳ ଫଣାକୁ ଟେକି ଖେଳି ବରହି ପାଶେ ନୃତ୍ୟଶାଳୀ ଖାଲି ସେତିକି ନୁହେଁ ଆହୁରି ମହିବା କଥା ଆହୁରି ମଉଜିଆ କଥା ଅନେକ ଗଛର ସମ୍ମିଶ୍ରଣ ହେଇଥିଲା ଆଚ୍ଛା ଗଛ ମା ଗଛ ନ ରହିଲେ ସୁସ୍ଥ ପରିବେଶ ରହିବନି ଏ କଥା ଭାରତର ମୁନି ଋଷିମାନେ ବୁଝିଥିଲେ କଣ କହିଲେ ଗଛ ଲଗେଇବା ଥିଲା ଭାରତଙ୍କ ମୁନି ଋଷିଙ୍କର ମୂଳ କଥା କାହିଁକି ଗଛ ଲଗା ଗଛ ଲଗା ଗଛ ନ ରହିଲେ ପ୍ରାଣୀ ଜଗତ ବଞ୍ଚି ପାରିବ ନାହିଁ ହଁ ଗଛ ରହିଲେ ଫଳ ଖାଇବୁ ରେ ଏଇ କହୁଛି କି ଗଛ କୋଉ ଗଛ ମା ମାନେ ମନେ ରଖିଥା କହୁନା କୁହ ଗଛ ତ ଗଛ ଲଗେଇବା ହଁ କେତେଟା ଗଛକୁ ମନେ ରଖିଥାନ୍ତୁ କହୁନା କୁହ ବାଡ଼ିରେ ଲଗେଇବେ ହଁ ଘର ଭିତରେ ବି ରଖିବେ ଏଇ ଲୋ ଇଏ ହଉଛି ଭାରତୀୟ ସଂସ୍କୃତି ସଂସ୍କୃତି ହୁଁ? ହଁ କି ଗଛ କି ଗଛ ରଖ ରଖ ଅରଖ ଅଁଳା ଶ୍ରୀ ଅନ୍ନପୂର୍ଣ୍ଣା ପାଲା ଆରମ୍ଭ ହେଇଥିଲା ହଁ ଜାଗର ତିଥିରୁ ଜାଗର ଶିବଙ୍କର ପ୍ରିୟ ପୁଷ୍ପ କଣ ହଁ ବେଲପତ୍ର ହେ ପୁଷ୍ପ ଫୁଲ ଅରଖ 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 ହଁ ଅରଖ ଅଁଳା ଶ୍ରୀ ଅନ୍ନପୂର୍ଣ୍ଣା ଅପମାର୍ଗ ଗତି ପରିପୂର୍ଣ୍ଣା ସବୁ ଗଛ ମୂଳ ନା ଅ ମନେ ରଖିଥାନ୍ତୁ ହଁ ଅରଖ ଅରଖ ଅଁଳା ଅଁଳା ଅନ୍ନପୂର୍ଣ୍ଣା ଅନ୍ନପୂର୍ଣ୍ଣା ଅପମାର୍ଗ ହଁ ଅଗସ୍ତି ହଁ ପରିପୂର୍ଣ୍ଣା ପରିପୂର୍ଣ୍ଣ ଖାଲି ସେତିକି ନୁହେଁ ଆଉ କଣ? ଇଏ ଅଶୋକ ଅଶୋକ ଅ ହଁ ସବୁ ହଁ ମନେ ରଖିଥାନ୍ତୁ ହଁ ଇଣ୍ଡିଆନ କଲଚର ହଁ କଣ ଲଗେଇଲେ ହବ ମୁଁ କହିଦେବି ହଁ ପାଲାରୁ ଶୁଣିକିରି ଯିବେ ହଁ ଅଶୋକ ଅଁଳା ଅଁଳା ଅନ୍ନପୂର୍ଣ୍ଣା ପୂର୍ଣ୍ଣା ଅଶ୍ୱତ୍ଥ ଅସୁଠ ଅଶୋକ ଅଶ୍ୱତ୍ଥ ଅପରାଜିତା ଅମୃତ ଭଣ୍ଡା ଅମୃତ ଭଣ୍ଡା ହଁ ଜାଣିଥାନ୍ତୁ ହଁ ତାଠାରୁ ଭଲ ଗଛ ଭଲ ପରିବା ବିଶ୍ୱରେ ନାହିଁ ନା ଅମୃତ ଭଣ୍ଡା ଭଣ୍ଡା ହୋଇଛି ସବିତା ହଁ ବାପା ହଁ ଅମୃତ ଭଣ୍ଡା ଭଣ୍ଡା ମା ମାନେ ମନେ ରଖିଥା ହଁ ସବୁ ହଉଛି କାହିଁକି ମୁଁ କହିଲି କାହିଁକି ରାଶି ଅନୁସାରେ କିଏ କେଉଁ ଗଛ ଲଗାଇବ ମନେ ରଖ ଜ୍ୟୋତିଷ ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି ଲଗାଇ ସାରି ପର ପାଲାରୁ ଶୁଣିବେ ମନେ ରଖିବେ କାର୍ଯ୍ୟକାରୀ କରିବେ ହଁ ମା ମାନେ ମନେ ରଖିଥା କାହାର କୋଉ ରାଶି ମା ଭଉଣୀ ମାନେ ବସିଛ ମୁଁ ଜାଣିନି କିନ୍ତୁ ମନେ ରଖିଥା ହଁ କହିଲ ରାଶି ଅନୁସାରେ କିଏ କେଉଁ ଗଛ ଲଗାଇବ ମନେ ରଖ ଆମ ଜ୍ୟୋତିଷ ଶାସ୍ତ୍ରରେ ପ୍ରମାଣ ରହିଛି ଲଗାଇ ସାରି ପର ମେଷ ରାଶି ପାଇଁ ନଡ଼ିଆ ମଙ୍ଗଳ ବୃଷକୁ ଅଶୋକ ସାର ମେଷ ରାଶି ପାଇଁ ନଡ଼ିଆ ଗଛ ନଡ଼ିଆ ଯେତେ ଭାଇ ଭଉଣୀ ମୋର ପାଲା ଶୁଣୁଛ ହଁ ମା ମାନେ ମନେ ରଖିଥା ଯାହାର ମେଷ ରାଶି ଥବ ଜୀବନରେ ଗୋଟିଏ ନଡ଼ିଆ ଗଛ ଲଗେଇବ ମେଷ ରାଶି ପାଇଁ ନଡ଼ିଆ ମଙ୍ଗଳ ବୃଷକୁ ଅଶୋକ ସାର ଅଁଳା ଅପମାର୍ଗ ଗଛ କର୍କଟ ହର ଶୃଙ୍ଗାର ଯାହାର କକଡ଼ା ରାଶି ଥବ ହଁ ମା ଘରେ ଗୋଟେ ହର ଗୌରା ଗଛ ଲଗେଇବ ହଁ ବର୍ଷ ତମାମ ଥବ ହଁ ତାକୁ ମାରିବାକୁ ଦବନି ନାଇଁ ମେଷ ଗଲା ବୃଷ ଗଲା ମିଥୁନ ମିଥୁନ ହଁ
କର୍କଟ ହର ଶୃଙ୍ଗାର। ହଁ ଖାଲି ସେତିକି ନୁହେଁ, ଆଉ କଣ ମେଷ ବୃଷ ମିଥୁନ କର୍କଟ କର୍କଟ। ହଁ କର୍କଟ ହର ଶୃଙ୍ଗାର ହଁ ମାନେ ହର ଗୌରା ଗଛ କର୍କଟ ରାଶି ଭଳିଆ ଲଗେଇବେ। ବଢିଆ ଆଉ କଣ ବଢିଆ? ଏଇ କୋଉଠି କର୍କଟ ରାଶି ପରେ ହଁ କଣ କହିଲୁ? ହଁ କର୍କଟ ରାଶି ପରେ କିଛି ନା କର୍କଟ ସିଂହ ସିଂହ। ହଁ ସିଂହ ହଁ ଜ୍ୟୋତିଷ ଘର ଛୁଆ ନା। ଖଡି ଧରିଛି ରହ, ହଁ କିଏ କହିଛନ୍ତି? କିଏ ଯୋଉ ପୁଅ ଜନ୍ମ ହୋଇଥିଲା 1835ରେ ଚାଲିଗଲେ 1904ରେ। କିଏ ପୃଥିବୀର ବିଖ୍ୟାତ ବୈଜ୍ଞାନିକ। ସାରେ କଣ? ମା ମାନଙ୍କର ମନେ ରହିବନି, ଖାଲି ଚୁପଚାପ ଭୁଟିବାଟା ହଉଛନ୍ତି। ମା ତମର ପିଲାପିଲି ଅଛନ୍ତି, ପାଠ ପଢୁଛନ୍ତି, ଯା ତାଙ୍କଠୁ ରେପ ଖାତା ଆଣିବ, ଲେଖିକିରି ରଖ। ହେ, ବସ। ମାମୁଁ କଣ ଏଡେ କହିଲ? ମୂର୍ଖ। ଆରେ ରଫ ଖାତା କଣ ସେଟା? ମତେ ଏଇ କହିଦେଲା ରେପ ଖାତା। ସେଟା ରେପ ଖାତା ନୁହେଁ, ରଫ ଖାତା। ବସ। ତୁ କୋଉଠି ପାଠ 77 ପଢୁଥିଲୁ କି? ବର୍ଷ ଆହୁରି ଚଗଲା କଣ? ମୁଁ ହଁ। ରାମଚନ୍ଦ୍ର ବାନ୍ଧ ମେଡିକାଲ କଲେଜ ଡେଲିଭରି ୱାର୍ଡ 7 ନମ୍ବର ବେଡେ ମିଛ କହିବିନି ସାରେ। ଶୁଣ ଅରୂପାନନ୍ଦ ବାବୁ ଶୁଣୁଥା। ଇଏ ପାଠ ପଢିଥିଲା କୋଉଠି ନା ମେଡିକାଲରେ? ରାମଚନ୍ଦ୍ର ଭାନ୍ଧ ମେଡିକାଲ କଲେଜ ଡେଲିଭରି ୱାର୍ଡ। ଇଏ ରୋଗରେ ପଡିଥିଲା, ହାର୍ନିଆ କେସରେ ଥିଲା, ମେଡିକାଲ ତତେ ଥିଲା। ସମୟ ବେଶୀ ମୁଁ ଦେଇପାରୁନି ଆଜି। ବସ ବସ। ହାର୍ନିଆ ହାର୍ନିଆ ହୁଁ। ସିଂହ ରାଶି ପୁଣି ବାଉଁଶ ପଳାଶ, ସିଂହ ରାଶି ବେଲ ବାଉଁଶ ପଳାଶ ବର ଗଛ ଲଗାଇବେ। ଯେତେ ସିଂହ ରାଶି ମା ଭଉଣୀ ପାଲା ଶୁଣୁଛ, ଭାଇ ମାନେ ଶୁଣୁଛନ୍ତି, ମନେ ରଖିଥାନ୍ତୁ। ବେଲ ଲଗେଇବେ ହଁ ସିଂହ ରାଶି ବାଲା। ସିଂହରାଶି ହଁ କାହିଁକି? କାହିଁକି ସିଂହର ଉପରେ ବସନ୍ତି ମା ଦୁର୍ଗା। ହଁ ବେଲ ଗଛ ଲଗେଇବେ। ବେଲ ଗଛ ସିଂହ ରାଶି ବେଲ ବାଉଁଶ ପଳାଶ ବର ଗଛ ଲଗାଇବେ। ଆସିଲା ତାପରେ କଣ କହ? ହଁ ସିଂହ ଗଲା ହଁ ତାପରେ ହଁ ଏଇ ଜ୍ୟୋତିଷ ପୁଅ ପଚାରୁଛି କଣ କନ୍ୟା ତାପରେ? କନ୍ୟା 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 ରାଶି ପାଇଁ କନ୍ୟା। ଅଁଳା ମଙ୍ଗଳ ଏଥିରେ ମନ ଦେବେ। ଯେତେ ଭାଇ ଭଉଣୀ ବସିଛନ୍ତି ଆପଣ ମାନେ ମନେ ରଖିଥାନ୍ତୁ, କନ୍ୟା ଯୋଉମାନଙ୍କ ରାଶି ଥବ କନ୍ୟା ରାଶି ହଁ କଣ ଲଗେଇବେ? ଅଁଳା ଗଛଟିଏ। ଅଁଳା ଅଁଳା ଗଛ ଲଗେଇବେ। ହୁଁ? ହଁ ହଁ କନ୍ୟା ପରେ ତୁଳା 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 ଆଉ ତୁଳା ନା ଗଦି? ଗୋଟି ଗୋଟି ରାଶି ମା କହୁଥିଲେ ହଁ। ଏଇଥିରେ ପଳେଇବ ଘଣ୍ଟାଏ। ସେଇଠୁ ଛାଡ଼ି ଦିଅ ଏତିକି ଥାଉ। ସେ ପାଳାବାଲା କହିଲେ ଆଉ କିଏ ବିଛା କହିବେ? ଥାଉ ସେ ପାଳାବାଲା ନାଇଁ ନାଇଁ ସେ ପୁଅକୁ ମୁଁ ଦାୟିତ୍ୱ ଦେବିନି। ସେ ଛୋଟ ପୁଅ ଜାଣିନଥିବ, ହଁ ଜ୍ୟୋତିଷ ପାଠ ପଢିନଥିବ, ହଁ ସେ କଥା ଆମକୁ ଆସେ ନାହିଁ। ନାଇଁ ନାଇଁ ଜାଣିଥିଲେ କହିବେ, ନ ଜାଣିଥିଲେ ନାହିଁ, ସେଥିରେ ବ୍ୟସ୍ତ ହବାର କିଛି ଠିକ ଅଛି ହଁ। ହଁ ମୁଁ କାହିଁ କହିଲି? ହଁ ସୁନ୍ଦର ଗଛ ଗୁଡ଼ିକ ଲଗେଇ ମହାତପା କଶ୍ୟପ ଦି ସ୍ତ୍ରୀ କି ଛାଡ଼ି ହଁ ଛୁଆମାନଙ୍କୁ ଛାଡ଼ି ଚାଲିଗଲେ। ହଁ ହେଲା କଣ? ଶୁଣିଲେ ଏଣିକି ହୋଇଲା ବଡ ଅଡୁଆ କନ୍ୟା ବିଚାର କର